କେହି ନଥିବା ସମୟରେ ବିଲ ମଝିରେ ଆମ ଘର ପାଖରେ ଥିବା ଜଣେ ଦିଅର କିପରି ମୋତେ ଘେହିଥିଲେ ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏଇ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ, ପ୍ରିୟ ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଘିଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣମାନଙ୍କ ପାଖକୁ ଯିବ। ତ ଆସନ୍ତୁ ବର୍ତ୍ତମାନ ଜାଣିବା କିପରି ମୋର ଜଣେ ଦିଅର ସେ କିପରି ବିଲ ମଝିରେ କେହି ନଥିବା ସମୟରେ ମୋତେ ଘେହିଥିଲେ ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ଥରେ କ'ଣ ହେଇଛି ନା, ମୁଁ ବିଲକୁ ଯାଇଥିଲି ଗୋଟିଏ କାମରେ। ଘରେ ସେମିତି ଆମର କେହି ରୁହନ୍ତି ନାହିଁ। ମୋ ସ୍ୱାମୀ ତ ବାହାରେ ରୁହନ୍ତି। ତାପରେ ମୋ ଯିଏ ଶାଶୁ ଏବଂ ଶ୍ୱଶୁର ସେମାନେ ବୁଢ଼ା ହେଇଗଲେଣି। ତେଣୁ ବିଲ ବାଡ଼ି କଥା ସେମାନେ ଆଉ ବୁଝିପାରନ୍ତି ନାହିଁ। ତେଣୁ ଯେତେବେଳେ ବି ଯାହା ଦରକାର ପଡ଼େ ମୁଁ ଯାଇ ସବୁ ବୁଝାବୁଝି କରେ। ତ ସେଦିନ ବି ସେମିତି ମୁଁ ଯାଇଥିଲି ବିଲରେ କାମ ଟିକେ ଦେଖାଶୁଣା କରି ଫେରୁଥିବା ସମୟରେ ହଠାତ୍ ମୋର ଜଣେ ଦିଅର ସହିତ ଦେଖା ହେଲା। ସେ ଦିଅର ମୋ ନିଜ ଦିଅର ନୁହେଁ, ସେ ଆମ ପଡ଼ିଶା ଘରର ଦିଅର। ତେଣୁ ସେ ବିଲ ମଝିରେ କହିଲେ, କ'ଣ ଭାଉଜ ଏତେ ଜଲ୍ଦି କାମ ସରିଗଲା? ମୁଁ କହିଲି ହଁ, ଗରମ ବହୁତ ଜୋର ହେଲାଣି, ତେଣୁ ମୁଁ ଘରକୁ ଯିବାକୁ ବାହାରିଛି। ସେ କହିଲା ହଉ ଗୋଟେ କାମ କର, ଘରକୁ ତ ଯିବ, ମୁଁ ବି ଘରକୁ ଯିବି, ତ ଟିକିଏ ରହିଯାଉ, କାରଣ ପ୍ରବଳ ଗରମ ହେଇଛି। ଆଉ ତୁମେ ଗୋଟେ କାମ କର, ଏଇ ଗଛ ମୂଳରେ ଟିକେ ବସ, ତାପରେ 10-15 ମିନିଟ୍ ପରେ ମୁଁ ବି ଘରକୁ ଯିବି ଏବଂ ମୋ ସହିତ ତୁମେ ମଧ୍ୟ ଯିବ। ମୁଁ ବି ସେୟା କଲି। ସେଇ ଗଛ ମୂଳରେ ଆମେ 2 ଜଣ ବସିଲୁ। ନିଛାଟିଆ ଜାଗା, ବିଲ ମଝିରେ ଗୋଟିଏ ଛୋଟ ଗଛଟିଏ ଏବଂ ତା ଚାରିପାଖରେ ବିଲ ଅଛି। ତ ସେଇ ଗଛ ଛାଇରେ ଆମେ 2 ଜଣ ବସିଲୁ। ବସି ଆମେ କଥାବାର୍ତ୍ତା ହେଉଥିଲୁ, ଏଣୁ ତେଣୁ ଚାଷବାସ ଏଇସବୁ ବିଷୟରେ କଥାବାର୍ତ୍ତା ହଉ ଦିଅର ଆସ୍ତେ ଆସ୍ତେ ଗୋଟିଏ ରୋମାଣ୍ଟିକ୍ କଥା ପକାଇବା ଆରମ୍ଭ କଲା ଏବଂ ସେ ମୋର ପାଖକୁ ଲାଗି କରି ଆସୁଥିଲା। ତାର ସେ ହାବଭାବ ଦେଖି ମୋତେ ବି କାହିଁକି କେଜାଣି ଟିକେ ଅଜବ ଲାଗୁଥିଲା। ତେଣୁ ମୁଁ ଆଉ ବେଶୀ ତା ସହିତ କଥା ନ ହୋଇ ମୁଁ ତାକୁ କହିଲି, ତୁମେ ଯଦି ବସିବ ତ ବସ, ଆଉ ମୁଁ ଘରକୁ ଯାଉଛି। ଏହା କହି ମୁଁ ଯେତେବେଳେ ଉଠି ପଡ଼ୁଥିଲି ଯିବାକୁ, ସେ କ'ଣ କଲା ନା ସିଧା ମୋ ହାତଟିକୁ ଧରି ଟାଣିଦେଲା। ମୁଁ ସିଧା ଯାଇ ତା ଉପରେ ପଡ଼ିଗଲି। ତାପରେ ମୁଁ ରାଗିକରି କହିଲି, କ'ଣ ଏମିତି କ'ଣ କରୁଛ? ସେ ପୁରା ଟପିକ୍ଟାକୁ ଚେଞ୍ଜ କରିଦେଇ ସିଧା କହିଦେଲା, ଆଜି ମୁଁ ତୁମକୁ ଘେହିବି। ତାର ସେ ଘେହିବା କଥା ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି। ସେ କହିଲା, ଦେଖ ଭାଉଜ, ବହୁତ ଦିନ ହେଲା ମୁଁ ତୁମକୁ ଘେହିବି ବୋଲି ମନ ଭିତରେ ଇଚ୍ଛା କରିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସୁଯୋଗ ମୋତେ ମିଳିନି। ତ ଆଜି ସେ ସୁଯୋଗ ଅଛି, ତେଣୁ ତୁମେ ମନା କରନି। ମୁଁ ତାକୁ ମନା କଲି, ଆରେ ଏଗୁଡ଼ା ସବୁ ବାଜେ କଥା, ତୁ କ'ଣ ଏମିତି କଥାବାର୍ତ୍ତା ହେଉଛୁ? ସେ କିଛି ଶୁଣିବା ଅବସ୍ଥାରେ ନଥିଲା। ସେ ସିଧା କ'ଣ କଲା ନା, ମୋତେ ପଛପଟରୁ ଧରି ନେଇ ମୋ ଦୁଧକୁ ଚିପୁଡ଼ିବାକୁ ଆରମ୍ଭ କଲା। ପ୍ରଥମେ ତ ମୁଁ ତାକୁ ବହୁତ ପେଲାପେଲି କଲି, କିନ୍ତୁ ତା ଶକ୍ତି ଆଗରେ ମୁଁ ହାର ମାନିଗଲି ଏବଂ କିଛି ସମୟ ସେ ଯେତେବେଳେ ମୋ ଦୁଧକୁ ଚିପାଚିପି କଲା, ଆସ୍ତେ ଆସ୍ତେ ମୋର ବି ମନ ପରିବର୍ତ୍ତନ ହେଇଗଲା। ମୁଁ ତାକୁ ଆଉ ବିରୋଧ କରିପାରିଲି ନାହିଁ, କାରଣ ମୁଁ ମଧ୍ୟ ବହୁତ ଦିନ ହେଲା ଡିଆଁ ଖାଇନଥିଲି। ସ୍ୱାମୀ ତ ବାହାରେ ରୁହନ୍ତି, ତେଣୁ ମୋତେ ସବୁଦିନ ଡିଆଁର ସୁଖ ମିଳେ ନାହିଁ। କେତେବେଳେ ସ୍ୱାମୀ ଆସିଲେ, ନହେଲେ ମୋତେ ସେମିତି ଏକା କଷ୍ଟରେ ଶୋଇବାକୁ ପଡ଼େ। ତେଣୁ ଏହି ଅବସ୍ଥାରେ ସେ ଯେତେବେଳେ ମୋ ଦୁଧକୁ
ଧରି ଚିପୁଡ଼ିବାକୁ ଆରମ୍ଭ କଲା। ମୁଁ ମଧ୍ୟ ଆସ୍ତେ ଆସ୍ତେ ଦୁର୍ବଳ ହେଇଗଲି। ତାପରେ ଦେଖିଲି ଯେ ଆଖପାଖରେ କେହି ନାହାନ୍ତି। ଯଦି ବି କିଛି ଏଠାରେ ହୁଏ ତେବେ କେହି ଜାଣିପାରିବେ ନାହିଁ। ଏମିତି ବିଭିନ୍ନ ପ୍ରକାର ଚିନ୍ତା କରୁଥିବା ସମୟରେ ସେ କ'ଣ କଲା ନା ମୋ ଶାଢ଼ୀ ଭିତରେ ହାତ ପୂରେଇ ଦେଲା ଏବଂ ମୋ ପିଆ ଉପରେ ହାତ ବୁଲେଇବାକୁ ଲାଗିଲା। କିଛି ସମୟ ମୋ ବିଅରେ ବାଳକୁ ସେ ତା ହାତରେ ଆସ୍ତେ ଆସ୍ତେ ସାଉଁଳିଲା। ତାପରେ ମୋ ବିଅ ଭିତରେ ଆଙ୍ଗୁଳି ପୁରାଇ ଆସ୍ତେ ଆସ୍ତେ ଖେଞ୍ଚିବାକୁ ଲାଗିଲା। ତାର ଏସବୁ ଆକ୍ଟିଭିଟି କରିସାରିଲା ପରେ ମୁଁ ଆଉ ନିଜକୁ ଆୟତ୍ତ କରିପାରିଲି ନାହିଁ। ମୁଁ ବି ନିଆଁ ଖାଇବାକୁ ପୁରା ପ୍ରସ୍ତୁତ ହେଇଗଲି। ତାକୁ ଆଉ ବିରୋଧ କଲି ନାହିଁ। ସେ କ'ଣ କଲା ନା ମୁଁ ପିନ୍ଧିଥିବା ଶାଢ଼ୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦେଲା। ମୋ ବ୍ଲାଉଜକୁ ଖୋଲି ମୋର ଦୁଇଟି ଦୁଧକୁ ନିଜ ମୁହଁରେ ନେଇ ଚିପୁଡ଼ିବାକୁ ଲାଗିଲା। କିଛି ସମୟ ଚୁଚୁମି ସାରିଲା ପରେ ସେ ଆସ୍ତେ ଆସ୍ତେ କ'ଣ କଲା ତା ମୁହଁକୁ ନେଇ ମୋ ବିଆରେ ଲଗାଇଲା ଏବଂ ଜିଭ ଦ୍ୱାରା ମୋ ବିଆକୁ ଚାଟିବାକୁ ଲାଗିଲା। କିଛି ସମୟ ବିଆକୁ ଚାଟି ସାରିଲା ପରେ ମୁଁ ତାକୁ କହିଲି, ତମେ ଆଉ ବେଶୀ ବିଳମ୍ବ କର ନାହିଁ, କାରଣ କିଏ କେତେବେଳେ ପହଞ୍ଚିଯିବ। ତମେ ଶୀଘ୍ର ଶୀଘ୍ର ଡିଆଁ ଡିଆଁ ଆରମ୍ଭ କର। ସେ କହିଲା, ତମେ କାହିଁକି ବ୍ୟସ୍ତ ହେଉଛ, କାରଣ ଏଠାକୁ କେହି ବି ବର୍ତ୍ତମାନ ଆସିବାର ନାହିଁ। ତେଣୁ ତମେ ଭୟ କର ନାହିଁ, ତମେ ଖାଲି ଉପଭୋଗ କର। ଏଇ କଥା କହି ସେ କ'ଣ କଲା ନା ମୋତେ ସେଇଠାରେ ଠିଆ ଠିଆ ଗିଳିବାକୁ ଆରମ୍ଭ କଲା। ମୋର ଗୋଟିଏ ଗୋଡ଼କୁ ଟିକିଏ ଉପରକୁ ଉଠାଇ ତାର ବାଣ୍ଡୁକୁ ମୋ ବିଆ ଭିତରେ ପଶେଇଲା ଏବଂ ତା ବାଣ୍ଡଟି ସରଳରେ ମୋ ବିଆରେ ପଶିଗଲା ମଧ୍ୟ। ତାପରେ ସେ ସେମିତି ଠିଆ ଠିଆ ଡେଇଁବାକୁ ଆରମ୍ଭ କଲା। ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ସେ ସେମିତି ଠିଆ ଠିଆ ଡେଇଁଲା। ତାପରେ ସେ କହିଲା, ଭାଉଜ ତମେ ଟିକିଏ ନଇଁ ପଡ଼, ମୁଁ କୁକୁର ଭଳିଆ ପଛପଟରୁ ତମକୁ ଡେଇଁବି। ମୁଁ ବି ସେଇଆ କଲି। ମୁଁ କ'ଣ କଲି ନା ଟିକିଏ ନଇଁ ପଡ଼ିଲି। ସେ ସେଇଠି ଠିଆ ଠିଆ ମୋ ପଛପଟରୁ ମୋ ବିଆ ଭିତରକୁ ତାର ଭାଣ୍ଡଟିକୁ ପଶେଇଲା ଏବଂ ଡେଇଁଲା। କିଛି ସମୟ ଡେଇଁ ସାରିଲା ପରେ ତା ଭାଣ୍ଡରୁ ସବୁ ରସ ବାହାରିଗଲା, କିନ୍ତୁ ମୋର ସେତେବେଳକୁ ପାଣି ବାହାରି ନଥିଲା। ତେଣୁ ମୁଁ ତାକୁ ଛାଡ଼ିଲି ନାହିଁ। ମୁଁ କ'ଣ କଲି ନା ପୁଣି ତାକୁ ଡେଇଁବାକୁ କହିଲି। ତାପରେ ସେ କ'ଣ କଲା ନା ପୁଣି ମୋତେ ଡେଇଁଲା। ଏମିତି ପାଖାପାଖି 10 ମିନିଟ୍ ପର୍ଯ୍ୟନ୍ତ ଡେଇଁ ସାରିଲା ପରେ ମୋ ବିଆରୁ ସବୁ ରସ ବାହାରିଗଲା। ଆମେ ସେଦିନ ଏମିତି ପାଖାପାଖି ଘଣ୍ଟାଏ ଧରି ବିଲ ମଝିରେ ଡିଆଁ ଡେଇଁ ହେଇଥିଲୁ। ଡେଇଁବା ଶେଷ ପର୍ଯ୍ୟନ୍ତ କେହି ବି ସେଠାରେ ପହଞ୍ଚି ନଥିଲେ। ତେଣୁ ଆମର ଆଉ କୌଣସି ଅସୁବିଧା ହୋଇନଥିଲା। ଏହାପରେ ଆମେ ସେମିତି ବିଲରେ ବହୁତ ଥର ଡିଆଁ ଡେଇଁ ହେଇଛୁ। ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।